ହେଉଛି ସମାନ ଅଧିକାର, ସୁଯୋଗ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅଂଶଗ୍ରହଣ କରିବାର ସ୍ୱାଧୀନତା ପ୍ରଦାନ କରିବା। ଯଦି ଏକ ଦେଶ ଏହାର ଜନସଂଖ୍ୟାର ଅଧା ପଛରେ ରହିଯାଏ, ତେବେ ସେ କେବେ ବି ତାର ପ୍ରକୃତ ସମ୍ଭାବନାକୁ ହାସଲ କରିପାରିବ ନାହିଁ। ମହିଳାମାନଙ୍କ ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ସମାଜ ଗଠନ ପାଇଁ ଏକ ଶକ୍ତିଶାଳୀ ଉପକରଣ। ଜଣେ ଶିକ୍ଷିତ ମହିଳା କେବଳ ଅର୍ଥନୀତିରେ ଯୋଗଦାନ ଦିଅନ୍ତି ନାହିଁ, ବରଂ ଭବିଷ୍ୟତ ପିଢ଼ିକୁ ଜ୍ଞାନ ଏବଂ ମୂଲ୍ୟବୋଧ ସହିତ ପାଳନ କରନ୍ତି। ସେ ତାଙ୍କ ପିଲାମାନଙ୍କ ପାଇଁ ମାର୍ଗଦର୍ଶକ ଏବଂ ପ୍ରେରଣା ହୁଅନ୍ତି, ଯାହାଦ୍ୱାରା ରାଷ୍ଟ୍ରର ମୂଳଦୁଆ ମଜବୁତ ହୁଏ। କର୍ମଶକ୍ତି ଏବଂ ନେତୃତ୍ୱ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବିବିଧତା, ସୃଜନଶୀଳତା ଏବଂ ନବସୃଜନ ଆଣିଥାଏ। ବିଶ୍ୱର ଅନେକ ସଫଳ ଦେଶ ଶକ୍ତିଶାଳୀ ହୋଇଛନ୍ତି କାରଣ ସେମାନେ ରାଜନୀତି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବସାୟରେ ମହିଳାମାନଙ୍କର ସମାନ ଅଂଶଗ୍ରହଣ ସୁନିଶ୍ଚିତ କରିଛନ୍ତି। ଯେତେବେଳେ ମହିଳାମାନେ ପୁରୁଷମାନଙ୍କ ସହିତ କାମ କରନ୍ତି, ସେତେବେଳେ ଏକ ଦେଶର ଉତ୍ପାଦକ